মঞ্চ উপরে কলাকারকে রঙ্গভগ্ন মারিয়া অভিনয় করা করে বাস্তব জীবনটা জীবন জীবনের চোখে বদলে ছিলাম মুখ খালি দুনিয়াকে দেখে গটিয়ে পড়ে গটিয়ে কথা কোটে ছিলাম অতীত হাউ কোটি ଅଛି ମୋ ବର୍ତ୍ତମାନ ହାଉ କେମିତି ଜାଣିବି ମୋ ଭବିଷ୍ୟତକୁ ଅତୀତ ବର୍ତ୍ତମାନ ଭବିଷ୍ୟତର ସଙ୍ଗୀନ ରାସ୍ତାରେ ଏ ରଙ୍ଗୀନ ରଙ୍ଗମଞ୍ଚରେ ଆଲୋକିତ ହେଲା ପରେ ପ୍ରତ୍ୟେକ ଭାବନାର ଶବ୍ଦ ମୋ ମନକୁ ତୁହାକୁ ତୁହା ଆନ୍ଦୋଳିତ କରି ଚାଲିଛି ହେ ରାଜ୍ୟ ମଣିପୁରର ନୀରବ ନାୟିକାଟି ସବୁ କିଛି ହରେଇ ସାରିଲା ପରେ ଆଜି ସବୁ ମୁଁ ନିଶ୍ଚୟ ହେଇ ସାରିଲା ପରେ ଜାଣିନି ମୋ ଜୀବନର ସଂଜ୍ଞାଟା କୋଉଠି ଅଛି କେମିତି ଅଛି ଆଉ କେମିତି ପାଇବି ତାକୁ ଦିନେ ସବୁ ଥିଲା ମୋର ଏ ରାଣୀ ସୁପ୍ରଭା କୋଟି ଜନ୍ମର ପୁଣ୍ୟ ଫଳେ ଦେବତା ଭଳି ସ୍ୱାମୀ ପାଇଥିଲା ସୁଖର ସଂସାର ପାଇଥିଲା ସେ ହେଲେ ଜାଣିନି ଏବେ କାଳ ବୈଶାଖୀଟା ଏମିତି ତା ଉପରେ ମାଡ଼ିଗଲା ଯେ କାଳ ବୈଶାଖୀର ଝାଞ୍ଜି ପବନରେ ତା ହସ ଖୁସିର ସଂସାରଟା ସାରା ଜୀବନ ପାଇଁ ଉଡ଼ିଗଲା ସେ ଉଡ଼ିଗଲା ତଥାପି ଆଜି ହାରି ଯାଇନି ସୁପ୍ରଭା ତାକୁ ସେଇ ବାଟ ଦେଖେଇଛି ସେଇମାନେ ବାଟ ଦେଖେଇଛନ୍ତି ତାକୁ ଆଉ ରାହା ବି ଦେଖେଇଛନ୍ତି हे देवदेव महादेव हे मणिनागेश्वर हे माँ खम्बेश्वरी तमरी मानक पाई हे रानी सुप्रभा मन भितर जेते भांगी जाइथिले आज तमरी आशीर्वाद पड़े से पुणी उठिछि पुणी थरे से उठे बसिछि माँ जीवनर दीप शिखाटा मेजी मेजी हेपी जाउथिला बेले ताको कृत मझे जीवन प्रदान करी माँ से आज तुमको कोटि कोटि नमस्कार कोटि कोटि नमस्कार तुमको करुणामय हे राजेश्वरी विपद भंजनी माँ माहेश्वरी दैनिक रे माँ सुनकु हरी भलरे रखी
রাজমোহরি করুণাময়ী গো হে রাজেশ্বরী বিপদ ভঞ্জনী মা মাহেশ্বরী দয়ালে করে মা শোনো হরি ভলরে রাখি রাজমোহরি জয় মা मोती बुलु बुलु से मो राजा खबर भी सबुजाक मनर पसई दे नहीं सेपट मंत्री महाशय को पठे राज्य भ्रमण करने राज्य में कौन के सुविधा असुविधा अच्छी से कथा बुझापी सी तो एपर्यंत आसिले नहीं मोर मन पड़े से निश्चय आसुवे हाँ सी तो मत कही यही दिन एतिक समय आसबे बोली नहीं मो धैर्य न किछि समय बसी रहा ठीक हम हाँ हाँ किछि समय बसी ठीक हम
ପ୍ରଣାମ ଗ୍ରହଣ କରନ୍ତୁ। ହେଲା ହେଲା ଉଠ ମନ୍ତ୍ରୀବର। ଆଉ ମୁଁ ତମରି ବାଟକୁ ହିଁ ଚାହିଁ ବସିଥିଲି। ସତରେ ମହାରାଣୀ? ହଁ। ଆଚ୍ଛା କୁହ, ମୁଁ ଯୋଉ କାମ ପାଇଁ ତମକୁ ପଠେଇଥିଲି ସେ କାମ ତମେ ସଫଳ ମଣ୍ଡିତ କରିଛ ତ? ହଁ ମହାରାଣୀ, ମୋର ସେଇ କାମଟା ସଫଳ କରିସାରିଛି। ତମେ ସତ କହୁଛ? ହଁ ମହାରାଣୀ। ତାହେଲେ କୁହ ନା ମନ୍ତ୍ରୀବର, ମୋ ରାଜ୍ୟବାସୀ ସବୁ କେମିତି ଅଛନ୍ତି? ସବୁ କୁଶଳ ମଙ୍ଗଳ ତ? ହଁ ମହାରାଣୀ। ସବୁ କୁଶଳ ମଙ୍ଗଳ ତ? ହଁ ମହାରାଣୀ, ସମସ୍ତେ କୁଶଳ ମଙ୍ଗଳ ଅଛନ୍ତି। କୁହ ମନ୍ତ୍ରୀବର, ରାଜ ସମାଚାର ଭଲରେ ଅଛି କି? ରାଜ ମଣିପୁର ଶୁଣିବାକୁ ଇଚ୍ଛା ସତେ ହେଉଛି ମୋର, ଶୁଣିବାକୁ ଇଚ୍ଛା ସତେ ହେଉଛି ମୋର, ଶୁଣିବାକୁ ଇଚ୍ଛା ସତେ ହେଉଛି ମୋର। କୁହ ମନ୍ତ୍ରୀବର, ରାଜ ସମାଚାର ଭଲରେ ଅଛି କି? ରାଜ ମଣିପୁର କୁହ ନା ମନ୍ତ୍ରୀବର, ରାଜ ଖବର ଶୁଣିବାକୁ ଇଚ୍ଛା ସତେ ହେଉଛି ମୋର, ଶୁଣିବାକୁ ଇଚ୍ଛା ସତେ ହେଉଛି ମୋର। କୁହ ମନ୍ତ୍ରୀବର, ଆଚ୍ଛା କୁହ, ତମେ ଆଉ କଣ କଣ ଦେଖିଲ? ଆରେ କୁହ ନା। ହଁ ମହାରାଣୀ, ମୁଁ ଆସିବା ବାଟରେ ହଁ ସମସ୍ତ ପ୍ରଜା ଆପଣଙ୍କର ହିଁ ଗୁଣଗାନ କରୁଥିଲେ। ତମେ ସତ କହୁଛ ମନ୍ତ୍ରୀବର? ହଁ ମହାରାଣୀ। ନାନା ଜାତି ଫୁଲ ଫଳେ ଶୋଭା ଦିଶେ ଏ ଧରଣୀ, ନବନୀତ ପୁଲକରେ ହସି ଉଠେ ପ୍ରକୃତି ରାଣୀ, ସୁପ୍ରଭାରାଣୀ ରେ କରି କୋଟି ଜୁହାର, ଶୁଣିବାକୁ ଇଚ୍ଛା ସତେ ହେଉଛି ମୋର, ଶୁଣିବାକୁ ଇଚ୍ଛା ସତେ ହେଉଛି ମୋର। କୁହ କୁହ ମନ୍ତ୍ରୀବର, ଆଉ ସବୁ କଣ ଦେଖିଛ? ମନ୍ତ୍ରୀବର, ହଁ ମହାରାଣୀ। ତାହେଲେ କୁହ, ମୋ ରାଜ୍ୟବାସୀ ମୋ ରାଜ୍ୟ ପ୍ରଜାଗଣ ସମସ୍ତେ କଣ ମତେ ପ୍ରଶଂସା କରୁଥିଲେ? ହଁ ମହାରାଣୀ, ଏ ରାଜ୍ୟବାସୀ ସମସ୍ତେ ଆପଣଙ୍କ ପ୍ରଶଂସା କରୁଥିଲେ। ହଁ। ଆଚ୍ଛା ଆଉ କଣ କହୁଥିଲି? ଆଉ ଶୁଣିବେ ମହାରାଣୀ? ହଁ। ହେ ମହାରାଣୀ ଶୁଣ ମୋ ବାଣୀ, କୁହ। ମଣିପୁର ପ୍ରଜାବାଣୀ। ହେ ମହାରାଣୀ ଶୁଣ ମୋ ବାଣୀ, ମଣିପୁର ପ୍ରଜାବାଣୀ, ମଣିପୁର ପ୍ରଜାବାଣୀ।
ରାଜ୍ୟବାସୀ ଅଛନ୍ତି କୁଶଳରେ ହଁ ଭାବ ନାହିଁ କାହା ମନରେ ସତରେ ଆପଣଙ୍କ ଗୁଣଗାନ ଯେ କରି ରାଜ୍ୟ ଚଳେ ପ୍ରଜା ସୁଖେ ଆମରି ହଉଛି ସତ କଥା ଏ ଅଟେ ପ୍ରଜା କଥା ଏ ଅଟେ ସତ କଥା ପ୍ରଜାଙ୍କର ବାରତା ଗଗନ ଲେଖେ ଯେ ଧରିଲେ ଖଣି ଏ ମହାରାଣୀ ଶୁଣ ମୋ ବାଣୀ ପ୍ରଜାଙ୍କର ଦୁଃଖ ବାଣୀ ପ୍ରଜାଙ୍କର ସୁଖ ବାଣୀ ମହାରାଣୀ ଆପଣଙ୍କ ସୁଶାସନରେ ଏଇ ପ୍ରଜାବାସୀ ସମସ୍ତେ ଖୁସି ଅଛନ୍ତି ଆଉ ସବୁ ପ୍ରଜା କୁଶଳରେ ଅଛନ୍ତି ହଁ ହେଲେ ମହାରାଣୀ ହେଲେ 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 ପୁଣି କଣ ହେଲେ ପୁଣି କଣ ମତି ମୋର ହେଲେ ହେଲେ ଗୋଟେ ଦୁଃଖ ରହିଯାଇଛି ଦୁଃଖ ହଁ ମହାରାଣୀ କି ଦୁଃଖ ମତି ମୋର ସେଇ ଦୁଃଖଟା ହଉଛି ହଁ ଆରେ କୁହ କି ଦୁଃଖ ସେଇ ଦୁଃଖଟା ହଉଛି ହଁ କୁହ କି ଦୁଃଖ? ରାଜକୁମାରୀ ମାନିନୀ ହଁ? ମନ୍ତ୍ରୀ ମୋର ମୋ ଝିଅ ମାନିନି ମୋ ମାନିନୀର କଣ ହେଇଛି ତାର ନାଇଁ ମହାରାଣୀ ନାଇଁ ମାନିନୀଙ୍କର କିଛି ବି ହେଇନି ଆପଣ ଏତେ ବ୍ୟସ୍ତ କାହିଁକି ହଉଛନ୍ତି ତାଲି ତାହେଲେ ତାହେଲେ କଣ ଶୁଣିବେ ହଁ କୁହନ୍ତୁ ମହାରାଣୀ ରାଜଜୀବାଙ୍କର ତ ବୟସ ହେଇଗଲାଣି ସେ ବର୍ତ୍ତମାନ ବିବାହ ଯୋଗ୍ୟ ହଁ ଆଉ ତାଙ୍କୁ ଯଦି ଭଲ ପାତ୍ରଟିଏ ଦେଖି ହାତକୁ ଦୁଇ ହାତ କରିଦିଅନ୍ତେ ତାହେଲେ ଭଲ ହୁଅନ୍ତା ବୋଲି ମୁଁ ଭାବୁଥିଲି ନାଇଁ ପାରିବିନି ପାରିବିନି ମୁଁ ପାରିବିନି ପାରିବେନି ହେଲେ କାହିଁକି ମହାରାଣୀ କାହିଁକି ପାରିବେନି ତମର କଣ ମନେ ନାହିଁ ସେଦିନର କଥା କୋଉ ଦିନର କଥା ସେଇଦିନ ଚୌଥିପାଇଁ ମୋ ସ୍ୱାମୀ ମରିଗଲେ ଚୌଥିପାଇଁ ମୋ ଝିଅ ବାପ ଚଉଡ଼ ହେଇଗଲା ଆଉ ଯୋଉ ଦେବ ମହାଦେବଙ୍କ ମୁଣ୍ଡରୁ ମଣି ଖସିଗଲା କେବଳ ସେଇ କଥା ତମର କଣ ମନେ ନାହିଁ ମନେ ଅଛି କି ନାହିଁ ମତେ ମୋର ଆପଣ ସତ କହୁଛନ୍ତି ହଁ ସେଇ କଥା ବା କାହିଁକି ମୋତେ ମନେ ରହିବନି ସେଇ କଥା ଭାବିଲା ବେଳକୁ ମୋର ହୃଦୟଟା ଫାଟି ଚାଲିଛି ସତରେ ମହାରାଣୀ ସେଇ ଦିନଟା ମୋର ମନେ ଅଛି କେବଳ ସେଇଥିପାଇଁ ଆଜି ପର୍ଯ୍ୟନ୍ତ ମୁଁ ସ୍ଥିର କରିପାରୁନି ଆଜି ପର୍ଯ୍ୟନ୍ତ ମୁଁ କିଛି ସିଦ୍ଧାନ୍ତ ନେଇପାରୁନି ହେଲେ ମହାରାଣୀ ରାଜକୁମାରୀ କଣ ତୁଆରେ ହେଇକି ରହିବେ ନା ମୁଁ ଏକ ସତ ସିଦ୍ଧାନ୍ତ ନେଇ ସାରିଛି ତମେ ଶୁଣିବନି ମଧ୍ୟ ବଡ଼ ସେ ସିଦ୍ଧାନ୍ତ କଣ ଶୁଣିବନି କୁହନ୍ତୁ ମହାରାଣୀ ତାହେଲେ ଶୁଣ ଯୋଉ ଦେବ ମହାଦେବଙ୍କ ମୁଣ୍ଡରୁ ମଣି ଖସି ଏପର୍ଯ୍ୟନ୍ତ ସାରା ରାଜ୍ୟଟା ଅନ୍ଧାର ହେଇଯାଇଛି ଯୋଉ ମଣି ପାଇଁ ମୋ ସ୍ୱାମୀ ମରିଗଲେ ଆଉ ଯୋଉ ମଣି ପାଇଁ
जो मणि पाई मो झियो मो पछ उड़ाई जाइछि सेई मणि की महासल करिया पाई चाहे हाँ जियो मो हाथ मुठार से मणि आनिक दबो मो सिद्धांत नहीं तारी हाथर मो झियो को समर्पण कर माने आपण कहउछंती राजकुमारीकर स्वयंवर हबो हाँ निश्चय हो एटा तो खूब भला कथा ताहले महारानीकर स्वयंवर करबा आउ जे बाबा मणि नागेश्वर को मणि नै कि आसीबो से ही राजकुमारी को बाहा हबो हाँ तेबे ठीक अछि महारानी मो ए राज्यवासन को जाय पिंगुरा पिटी जणाई देबी जे मणि नै कि आसीबो से ही राजकुमारी को बाहा हबो ठीक है तेबे एटा तो बहुत भला कथा आम राजकुमारी पाई जे मणि नै कि आसीबो से ही योग्य हबो ठीक है मंत्री बर तेबे महारानी तमे जाओ सारा राज्य रे डेगुरा पिटी दियो आ कहि दियो राजकुमारी को स्वयंवर हो जाओ ठीक अछि महारानी एबे मु आसुछि हे देवो देव महादेव हे माँ खम्बेश्वरी जीवन सारा मोर सब सुख को छड़े तथापि तथापि बंचार लोभरे पड़ी मु आज पर्यंत संघर्ष कर चली आज शेष अनुरोध माँ जो सिद्धांत मो मन भीतर मु नहीं सारी चौथी पाई सब किसी हरई नहीं भी मु बंची रही आज से कथा तोरी ऊपर छाड़ी देछि मां चाह कर केवल तू ही करिबू मां तो ऊपर मोर एतिक आशा पछर सब पर स्थिर करि दबो आ मो सिद्धांत को पूर्ण करिबू मां मो सिद्धांत को पूर्ण करिबू तेणे मंत्री बोर राज्य सारा डेंगुरा पिटिया पे देइचंती लागुची सारा राज्य प्रचार नहीं मते जाई कि सब किछि प्रस्तुत करिया पे पड़िबो हां प्रस्तुत करिया पे ही पड़िबो